ଜଗନ୍ନାଥ ଆପଣଙ୍କୁ ଆଜି ହୋଲି ରଙ୍ଗର ପର୍ବ ହୋଲିକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଦେଖନ୍ତୁ ରଙ୍ଗର ପର୍ବ ହୋଲିକୁ ଆଜି ବେଶ ଉତ୍ସାହର ସହ ପାଳିତ କରାଯାଉଛି। ଗାଁଠୁ ସହର ସବୁଠି ଉତ୍ସବ ମୋହ ଆପଣ ଯୋଉଠି ଦେଖିବେ ରଙ୍ଗୀନ ପରିବେଶ ସୃଷ୍ଟି ହେଇଛି। ଆପଣ ଦେଖିବେ ଜୟପୁରରେ ଯଦି କୋରାପୁଟ ଜିଲ୍ଲା ଜୟପୁର ସହରରେ ମଧ୍ୟ ରଙ୍ଗୀନ ଦେଖିବାକୁ ମିଳୁଛି। ସେ ଗାଁଠୁ ସହର ସବୁଠି ଗଳି କନ୍ଦିରେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରିକି ବୟସ୍କଙ୍କ ପର୍ଯ୍ୟନ୍ତ ଏଠି କୌଣସି ବୟସର ତାରତମ୍ୟ ନାହିଁ। ସମସ୍ତ ବର୍ଗର ଲୋକ ହୋଲି ଖେଳୁଛନ୍ତି। ଦେଖନ୍ତୁ ମୋ ନିକଟରେ ଜଣେ କୁନି ଝିଅଟି ଅଛନ୍ତି, ତାଙ୍କୁ ପଚାରି ବୁଝିବା ଆଜି ହୋଲିକି ନେଇ କେତେ ଖୁସି ଅଛ? ଦେଖନ୍ତୁ ସେ କେତେ ଖୁସି ଅଛି, ସକାଳୁ ବାହାରି ଯାଇଛନ୍ତି। ତ ତାଙ୍କୁ ପଚାରି ବୁଝିବା। ଆଜ୍ଞା କହିବେ କି ହୋଲିକୁ ନେଇକି କଣ କହିବେ? ଯୋଉ ଏ ଚଳିତ ବର୍ଷ ରଙ୍ଗର ପର୍ବ ହୋଲିକୁ ନେଇକି କଣ ମେସେଜ ଦେବେ? ଏଇ ଯୋଉ ହୋଲି ହେଲା କି ଦଶହରା ହେଲା, ଦିୱାଲି ହେଲା, ଏସବୁ ହଉଛି ଆମ ସଭ୍ୟତାର ଉତ୍ପତ୍ତି, ଆମ ସଂସ୍କୃତିର ମୂଳଦୁଆ। ଏହି ପର୍ବ ମାଧ୍ୟମରେ ଆମେ ସମସ୍ତେ ଆଜି ଦେଖୁଥିବେ ଆପଣ ଧନୀ ଗର୍ବ ଜାତି ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଆମେ ଏକ ହେଇପାରିଛେ। ଏହି ସଂସ୍କୃତି ଜାରି ରହୁ, ସମସ୍ତଙ୍କ ଭିତରେ ସଦ୍ଭାବ ଭାଇଚାରା ଜାରି ରହୁ, ଏତିକି କହିବା। କେତେବେଳେ ହୋଲି ଆରମ୍ଭ କଲେ କଣ କହିବେ? ଆମେ ତ ଆଜି ସକାଳୁ ଉତ୍ସାହିତ ଅଛୁ। ବର୍ତ୍ତମାନ ତ ଆରମ୍ଭ କଲୁ। ଏବେ ଆମେ ଜୟପୁରରେ ସାରା ବୁଲିକିରି କଥା ଇଏ କରୁ, ଶାନ୍ତିର ବାର୍ତ୍ତା ଦେବୁ। ହୋଲିର ବାର୍ତ୍ତା କେମିତି ସମସ୍ତଙ୍କ ମଧ୍ୟରେ ଭାଇଚାରା ଯେମିତି ରହିବ ସେ ବିଷୟରେ ଆମେ ଚେଷ୍ଟା କରୁ। ଦେଖୁଛନ୍ତି ମୁଁ ଭିଜୁଆଲ ଦେଖିବା ପାଇଁ ଚାହିଁବି କେମିତି ଗୀତର ତାଳେ ତାଳେ ସମସ୍ତେ ମସଗୁଲ ହେଇଛନ୍ତି ହୋଲିର ପର୍ବରେ। ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସମସ୍ତେ ହୋଲିରେ ମସଗୁଲ ହେଇଛନ୍ତି। ତ ପଚାରି ବୁଝିବା ଆଜ୍ଞା ଆପଣ କେତେ ଖୁସି ଅଛନ୍ତି ହୋଲିକୁ ନେଇ କଣ କହିବେ? କଣ କହିବେ ଆଜ୍ଞା ହୋଲିକୁ ନେଇ? ପୁରା ଖୁସି ଅଛୁ ଆଜ୍ଞା, ପୁରା ଖୁସି ଲାଗୁଛି। କେତେ ବର୍ଷ ପରେ ଆହୁରି ଗୋଟେ ଭଲ ହୋଲି ହେଲା ବେଳେ ଲାଗୁଛି। ଗହଳି ବି ଭଲ ଅଛନ୍ତି, ବଢିଆ ଏନ୍ଜୟ କରୁଛୁ ଏଇ ମୋମେଣ୍ଟଟାକୁ ଆମେ ବି ଆମ ଫ୍ୟାମିଲି ସାଙ୍ଗରେ। ଛୋଟ ଛୋଟ ପିଲାଙ୍କ ଠାରୁ ସମସ୍ତେ ମସଗୁଲ ହେଇଛନ୍ତି। ରାଜ ରାସ୍ତାରେ ସମସ୍ତେ ଏଇ ଯୋଉ ହୋଲିର ରଙ୍ଗର ପର୍ବ ହୋଲିକୁ ବେଶ ଉତ୍ସାହ ସହ ପାଳିତ କରୁଛନ୍ତି। ତ ବିଭିନ୍ନ ଗୀତରେ ହୋଲିର ଗୀତକୁ ନେଇକି ମଧ୍ୟ ସେମାନେ ସମସ୍ତେ ମସଗୁଲ ଅଛନ୍ତି। ତ ଆପଣ ଦେଖୁଛନ୍ତି କିପରି ଭାବେ ସମସ୍ତ ବର୍ଗର ଲୋକ ଏଠି ବେଶ ଉତ୍ସାହର ସହ ଉଲ୍ଲାସର ସହ ସେମାନେ ପାଳନ କରୁଛନ୍ତି। ତ ବର୍ତ୍ତମାନ ସେମାନଙ୍କୁ ମଧ୍ୟ ଆମେ ପଚାରି ବୁଝିବା କେତେ ଖୁସି ଅଛନ୍ତି, କଣ କହିବେ। ବର୍ତ୍ତମାନ ରଙ୍ଗର ପର୍ବ ହୋଲିକୁ ନେଇକି ଆପଣ କେତେ ଖୁସି ଅଛନ୍ତି, କଣ କହିବେ ଚଳିତ ବର୍ଷ ରଙ୍ଗକୁ ନେଇକି? এই ବର୍ଷ এই ରଙ୍ଗ କେବେ ନ ଛୁଟୁ, এই ରଙ୍ଗ ସବୁବେଳେ ଏମିତି ରହିଥାଉ, ଲୋକଙ୍କର ମନରେ ହର୍ଷ ଉଲ୍ଲାସ ରହିଥାଉ। ଜୟପୁର ବାସୀଙ୍କର এই ହୋଲିରେ ଯଦି ଅଭିନନ୍ଦନ ଜଣାଉଛି, ତାହେଲେ ସମସ୍ତଙ୍କର ଘରରେ এই ରଙ୍ଗ ରହିଥାଉ, ସମସ୍ତେ ହସ ଖୁସିରେ ରୁହନ୍ତୁ। ଆଉ ଆଗାମୀ ଦିନରେ ଜୟପୁର এই ଯୋଉ ହୋଲି ଦେଖୁଛନ୍ତି ଆଠୁ ବଡ ହୋଲି ହେବାକୁ ଯାଉଛି। ଆଉ ଏଇ ହୋଲି ସବୁଠୁ ବଡ ହୋଲି ହବ। ଆଉ ହୋଲିରେ ଆମେ ସମସ୍ତଙ୍କର ଶୁଭ କାମନା କରୁଛୁ, ସମସ୍ତଙ୍କର ସ୍ୱାସ୍ଥ୍ୟ କାମନା କରୁଛୁ, ସମସ୍ତେ ଭଲରେ ରୁହନ୍ତୁ। ରଙ୍ଗର ପର୍ବ ହୋଲିକୁ ନେଇ ବେଶ ଉତ୍ସାହ ଅଛନ୍ତି, ଉଲ୍ଲସିତ ଅଛନ୍ତି। ଯେହେତୁ এই ହଉଛି ରଙ୍ଗ ମାନେ ଭାରତୀୟ ପରମ୍ପରାର ସଂସ୍କୃତିର ପରମ୍ପରା। ନିହାତି ଗୌରୀ ଆମେ ଦେଖିପାରୁଛେ ରଙ୍ଗର ପର୍ବ ହୋଲିକୁ ଜୟପୁର ସହରରେ କେଉଁଭଳି ଭାବରେ ଲୋକମାନେ ପାଳନ କରୁଛନ୍ତି। ଆବାଳ ବୃଦ୍ଧ ବନିତା ସମସ୍ତେ ସାମିଲ ହୋଇଛନ୍ତି ଏ ପର୍ବରେ, ଆଉ ସମସ୍ତେ ନିଜ ନିଜର ଖୁସି ଜାହିର କରୁଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ତମାମ ସୂଚନା ଏବଂ ଆଲୋଚନା ପାଇଁ।